ଆଜି ହେଉଛି 27 ସେପ୍ଟେମ୍ବର 2025 ଶନିବାର। ଆଜିକାର ପାଣିପାଗ ଅପଡେଟ୍ ଆସିସାରିଛି। ଆଜି ସନ୍ଧ୍ୟା ସୁଦ୍ଧା ରାଜ୍ୟରେ 3ଟି ଜିଲ୍ଲାକୁ ସତର୍କ ସୂଚନା। ଏହି 3ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ଖୁବ୍ ମାତ୍ରାରେ ଅଛି ଏବଂ ତା ସାଙ୍ଗକୁ ପବନ 50ରୁ 60 କିମି ବେଗରେ ରହିଅଛି। ଏହି 3ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଦିଆଯାଇଛି। ଏହି 3ଟି ଜିଲ୍ଲାରେ ଭୀଷଣ ବର୍ଷା ଆଉ 14ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ 12 ସେଣ୍ଟିମିଟରରୁ 20 ସେଣ୍ଟିମିଟର ବର୍ଷା ଏବଂ ପବନ 30ରୁ 40 କିମି ବେଗରେ ବହିପାରେ। ଏହି 14ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ଆଉ ଯେଉଁ 13ଟି ଜିଲ୍ଲାଗୁଡ଼ିକରେ 7 ସେଣ୍ଟିମିଟରରୁ 11 ସେଣ୍ଟିମିଟର ବର୍ଷା ଏବଂ 30ରୁ 40 କିମି ବେଗରେ ପବନ ଏବଂ ଏହି 13ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ। କେଉଁ ଜିଲ୍ଲାକୁ କେଉଁ ୱାର୍ଣ୍ଣିଂ ଦିଆଯାଇଛି ଜାଣିବା ପୂର୍ବରୁ ଚ୍ୟାନେଲରେ ନୂଆ କରି ଆସିଥିଲେ ସବସ୍କ୍ରାଇବ୍ କରି ଭିଡ଼ିଓକୁ ଲାଇକ୍ କରନ୍ତୁ। ୟେଲୋ ୱାର୍ଣ୍ଣିଂ ଦିଆଯାଇଥିବା ଜିଲ୍ଲାଗୁଡ଼ିକ ହେଉଛି ବୌଦ୍ଧ, ସୋନପୁର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଏବଂ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଥିବା 14ଟି ଜିଲ୍ଲାଗୁଡ଼ିକ ହେଉଛି ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼, ପୁରୀ, କେନ୍ଦୁଝର, କଟକ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ରେଡ୍ ୱାର୍ଣ୍ଣିଂ ଦିଆଯାଇଥିବା 3ଟି ଜିଲ୍ଲାଗୁଡ଼ିକ ହେଉଛି ମାଲକାନଗିରି, କୋରାପୁଟ, କଳାହାଣ୍ଡି। ଏହି ଜିଲ୍ଲାରେ ଭୀଷଣ ବର୍ଷା, ସେଥିପାଇଁ ସତର୍କ ରୁହନ୍ତୁ। ଆଜି ପାଇଁ ଏତିକି ରହିଲି। ଧନ୍ୟବାଦ।